ସମସ୍ତଙ୍କୁ ଗୁରୁଚରଣ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ। ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବ। ପିଲାମାନେ ଆସୁଥିବା ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ ସାହିତ୍ୟର ବଛା ବଛା ବା ସିଲେକ୍ଟେଡ୍ କ୍ୱେଶ୍ଚିନ୍ ଆସିଯାଇଛି। ପିଲାମାନେ ସମ୍ପୂର୍ଣ୍ଣ ସିଲେକ୍ଟେଡ୍ ଅଟେ ଆଉ ପରୀକ୍ଷାରେ ଆସିବାର 100% ଚାନ୍ସ ଅଛି। ଠିକ୍ ଅଛି, ଲେଖି ରଖ ପିଲାମାନେ। ତ ପ୍ରଶ୍ନ ତ ଅଛି, ତା ସହିତ ଉତ୍ତର ମଧ୍ୟ ନେଇକି ଆସିଛୁ। ପ୍ରଶ୍ନ ଅଛି, ତା ସହିତ ଉତ୍ତର ବି ଅଛି ହେଲା। ତ ସେସନଟିକୁ ଆରମ୍ଭ କରିବା ପୂର୍ବରୁ ଗୋଟିଏ ରିକ୍ୱେଷ୍ଟ, ଯେଉଁମାନେ ବି କ୍ଲାସ୍ରେ ନୂଆ ଅଛ ଏବେ ହିଁ ଆମ ଗୁରୁଚରଣ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ସେସନଟିକୁ ସାଙ୍ଗସାଥିମାନଙ୍କୁ ସେୟାର କରିଦିଅ। ଆଉ ହଁ, ଗୋଟେ ଲାଇକ୍ କରିବାକୁ ଭୁଲିବନି। ଆଉ ଚିନ୍ତା କରନି ପିଲାମାନେ, ୟାର ଏଇ ସାହିତ୍ୟର ବା MILର ପିଲାମାନେ ଆଉ 3ଟି ସେସନ୍ ଆସିବ। ମ୍ୟାଥର ମଧ୍ୟ 3ଟି ସେସନ୍ ଆସିବ ପିଲାମାନେ। ଇଂଲିଶର ମଧ୍ୟ 3ଟି ସେସନ୍ ଆସିବ। ସାଇନ୍ସର ମଧ୍ୟ 3ଟି ସେସନ୍ ଆସିବ। ଆଉ ସୋସିଆଲ ସାଇନ୍ସ ବା ସାମାଜିକ ବିଜ୍ଞାନ ମଧ୍ୟ 3ଟି ଲେଖାଏଁ ସେସନ୍ ଆସିବ। ଠିକ୍ ଅଛି, ସବୁ ସିଲେକ୍ଟେଡ୍ କ୍ୱେଶ୍ଚିନ୍ ପାଇଯିବ ପିଲାମାନେ, ଆଉ ତାର ଉତ୍ତର ମଧ୍ୟ ପାଇଯିବ। ଠିକ୍ ଅଛି, ତ ଚାଲ ପ୍ରଥମ ପ୍ରଶ୍ନ କ'ଣ କହିଛି ଦେଖିଦିଅ। ପିଲେ ପ୍ରଶ୍ନ କହିଛି ଯେ ଦେଖ, କଥାକୁ କିପରି କାର୍ଯ୍ୟରେ ପରିଣତ କରିପାରିବା ବୋଲି କବିତାରେ କୁହାଯାଇଛି। ଉତ୍ତର କ'ଣ ହେବ? କଥାକୁ ପ୍ରାଣ ଦେଇ କାର୍ଯ୍ୟରେ ପରିଣତ କରିପାରିବା ବୋଲି କବିତାରେ କୁହାଯାଇଛି। ପ୍ରଶ୍ନ ପାଇଲ, ଉତ୍ତର ବି ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଆସିଛି ଦେଖ ପିଲାମାନେ। ପ୍ରଶ୍ନ ଆସିଛି, ସ୍ୱାଧୀନ ଭାରତର ଶିଶୁମାନେ ମର୍ତ୍ତ୍ୟପୁରୀରେ କି ପରିବର୍ତ୍ତନ ଆଣିପାରିବା କଥା କବି କହିଛନ୍ତି। ଉତ୍ତର କ'ଣ ହେବ ପିଲାମାନେ? ସ୍ୱାଧୀନ ଭାରତର ଶିଶୁମାନେ ମର୍ତ୍ତ୍ୟପୁରୀରେ ସ୍ୱର୍ଗର ସୁଷମା ଖେଳାଇ ପରିବର୍ତ୍ତନ ଆଣିପାରିବା କଥା କବି କହିଛନ୍ତି। ୟାକୁ ମନେ ରଖିବ ହେଲା। ଆଉ ଦେଖ, ଏଇ ପ୍ରଶ୍ନ ଗୁଡ଼ିକ ଦେଖ ପିଲାମାନେ ପ୍ରିଭିୟସ୍ ଇୟର ବି କ୍ୱେଶ୍ଚିନ୍ ଅଟେ, ପୂର୍ବରୁ ଆସିଥିଲା ପ୍ରଶ୍ନ। ଠିକ୍ ଅଛି, ଏ ପ୍ରଶ୍ନ ଦେଖ 2013ରେ ଆସିଥିଲା ଏ ପ୍ରଶ୍ନଟି। ଠିକ୍ ଅଛି, ତ କେଉଁ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି। ଉତ୍ତର କ'ଣ ହେବ ପିଲାମାନେ? ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଆମେ ପଛରେ ରହିବା ନାହିଁ ବୋଲି ଧାରଣା ଦିଆଯାଇଛି ହେଲା। ତାପରେ ପ୍ରଶ୍ନ କ'ଣ ଆସିଛି ଦେଖ ପିଲାମାନେ, 8 ପ୍ରଶ୍ନ ତ ସବୁଠାରୁ ଫେଭରାଇଟ୍। ଠିକ୍ ଅଛି, ଦେଖ ତୁମେ 13-14 ପ୍ରଶ୍ନ ଆସିଛି, 19-20 ପ୍ରଶ୍ନ ଆସିଛି, 21-22 ପ୍ରଶ୍ନ ଆସିଛି। ତ 100% ଏ ବର୍ଷ ମଧ୍ୟ ପ୍ରଶ୍ନ ଆସିବ। ଠିକ୍ ଅଛି, କ'ଣ କହିଛି ପ୍ରଶ୍ନ? ଦେଶ ସ୍ୱାଧୀନ ହେବା ପରେ ଆମେ କେଉଁ କାମ କରିପାରିବା ବୋଲି କବିତାରେ କୁହାଯାଇଛି। ଉତ୍ତର କ'ଣ ହେବ ପିଲାମାନେ? ଉତ୍ତର ହେବ ଦେଖ, ଦେଶ ସ୍ୱାଧୀନ ହେବା ପରେ ଆମେ ଅନେକ ଭଲ କାମ କରିପାରିବା ବୋଲି କବିତାରେ କୁହାଯାଇଛି, ଯଥା ସ୍ୱଦେଶର ସେବା, ଅଛୁଆଁ ଛୁଆଁ ଭେଦ ଦୂର, ବିବିଧ କାରଖାନା ପ୍ରତିଷ୍ଠା ଏବଂ ଜ୍ଞାନ ବିଜ୍ଞାନରେ ଉନ୍ନତି ଇତ୍ୟାଦି। ଠିକ୍ ଅଛି, ଏଇଟା ହେଉଛି ଉତ୍ତର। ତାପରେ କ'ଣ ଆସିଛି ପ୍ରଶ୍ନ ଦେଖ ପିଲା। ତାପରେ ପ୍ରଶ୍ନ କ'ଣ ଆସିଛି ଦେଖ ପିଲାମାନେ, ଦେଖ ଏଇଟା ମଧ୍ୟ ବହୁତ ଥର ପ୍ରଶ୍ନ ଆସିଛି ହେଲା, ଦେଖି ରଖ ପିଲାମାନେ। ଦେଖ ଏଇଟା 14, 15, 16, 17, 18, 19 ତାର ତ ଆଉ ମାନେ ଅପଡ଼େଟ୍ ତ ନାହିଁ। ଠିକ୍ ଅଛି, ଏମିତି ପ୍ରଶ୍ନ ଆସୁଛି ପରୀକ୍ଷାରେ। କ'ଣ ଆସିଛି ଦେଖ, ଜାତିର ଟେକ ରଖିବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ, ଏଇଟା ପ୍ରଶ୍ନ। ଉତ୍ତର କ'ଣ ହେବ ପିଲାମାନେ? ଉତ୍ତର ହେବ ଦେଖ ଯେ ନାଇଁ, ଜାତିର ଟେକ ରଖିବା ପାଇଁ ଆମକୁ ସ୍ୱଦେଶ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିବାକୁ ପଡ଼ିବ। ଏଇଟା ହେଉଛି ଉତ୍ତର ହେଲା। ପ୍ରଶ୍ନ ପାଇଗଲ, ଉତ୍ତର ପାଇଗଲ। ଠିକ୍ ଅଛି, କ'ଣଟା ଦରକାର ପିଲାମାନେ କୁହ। ତାପରେ ଦେଖ ପ୍ରଶ୍ନ କ'ଣ ଆସିବ, କ'ଣ ଦେଇଛି ପ୍ରଶ୍ନ? ତଳେ କବିତାରେ ଥିବା ଶବ୍ଦ ଦିଆଯାଇଛି, ସେଗୁଡ଼ିକ ପରେ ଗୋଟିଏ ଲେଖାଏଁ ଉପଯୁକ୍ତ ଶବ୍ଦ ଯୋଡ଼ିବା। କ'ଣ ଦେଖ, ଯେମିତି ସ୍ୱଦେଶ ଅଛି ହେଲା, ଶବ୍ଦ ଯୋଡ଼ିକି କ'ଣ କରିବ? ସ୍ୱଦେଶ ସେବା, ମାନେ ନିଜ ଦେଶର ସେବା। ବୀର, ଉତ୍ତର କ'ଣ ହେବ ପିଲାମାନେ? ଗୋଟେ ଶବ୍ଦ ଯୋଡ଼ି ଦିଅ, ବୀର ଜାତି। ଉତ୍ତର ହେଇଗଲା। ଠିକ୍ ଅଛି, ତାପରେ ପ୍ରଶ୍ନ କ'ଣ ଆସିଛି ଦେଖ ପିଲାମାନେ, ଯେପରି ବିଦେଶୀ ପାଇଁ ସ୍ୱଦେଶୀ, ସେହିପରି ନିମ୍ନରେ ଦିଆଯାଇଥିବା ଶବ୍ଦ ଗୁଡ଼ିକ ପାଇଁ କ'ଣ ହେବ ଲେଖ। ଚାଲ ଦେଖିବା। ଠିକ୍ ଅଛି, ମାନେ ହଁ ବିପରୀତ ନେଇକି, ଠିକ୍ ଠିକ୍ ଅପୋଜିଟ୍। ସ୍ୱାଧୀନ କ'ଣ ହେବ ପିଲାମାନେ? ପରାଧୀନ। ଯେମିତି ହେଲେ ଗୋଟେ ଦୁଇଟା ପ୍ରଶ୍ନ ଆସିବ, ଲେଖି ରଖ ପିଲାମାନେ, ଲେଖି ରଖ, ପରୀକ୍ଷାରେ ସମ୍ପୂର୍ଣ୍ଣ ଛବିବ। ଠିକ୍ ଅଛି, ଭଲ ମନ୍ଦ, ପର ନିଜର, ହିତ ଅହିତ, ବୀର ଭୀରୁ। ଉତ୍ତର ପାଇଗଲ। ମାନେ ସ୍ୱାଧୀନର ବିପରୀତ ପରାଧୀନ,
ଭଲର ବିପରୀତ ମନ୍ଦ, ପର ବିପରୀତ ନିଜର, ହିତ ବିପରୀତ ଅହିତ, ଆଉ ବୀର ବିପରୀତ ଭୀରୁ ହେଲା। ତାପରେ ଦେଖ ପିଲାମାନେ ଆଉ ଗୋଟେ ପ୍ରଶ୍ନ ଆସୁଛି ଦେଖ, ଯେଉଁଟାକି ଆମର ବହୁତ ଥର ପ୍ରଶ୍ନ ଆସିଛି। ଦେଖ, ଜଣେ ମନୁଷ୍ୟର ଉପଯୁକ୍ତ ବେଶଟି କ'ଣ ଅଟେ? ଜଣେ ମନୁଷ୍ୟର ଉପଯୁକ୍ତ ବେଶ ହେଉଛି ନମ୍ରତା। ଭୁଲିବନି, ପରୀକ୍ଷାରେ ସମ୍ପୂର୍ଣ୍ଣ ଛପିବ ଏ ପ୍ରଶ୍ନ ହେଲା। ତାପରେ ପ୍ରଶ୍ନ କ'ଣ ଆସିଛି ଦେଖ ପିଲାମାନେ, ପ୍ରଶ୍ନ ଆସିଛି ଯେ ରାଜା ନିଜକୁ ମୂର୍ଖ ବୋଲି ମନେ କଲେ କାହିଁକି? କ'ଣ ପାଇଁ ନିଜକୁ ମୂର୍ଖ ବୋଲି ମନେ କଲେ? ଉତ୍ତର କ'ଣ ହେବ? ରାଜା ରାଜ୍ୟ ପରେ ରାଜ୍ୟ ଜୟ କରିବା ଦ୍ୱାରା ନିଜକୁ ଗୌରବାନ୍ୱିତ ବୋଧ କରିବା ପ୍ରକୃତ ଗୌରବ ନୁହେଁ ବୋଲି ବୁଝିପାରିବା ପରେ ନିଜକୁ ମୂର୍ଖ ବୋଲି ମନେ କଲେ ହେଲା। ତାପରେ ଆଉ ପ୍ରଶ୍ନ କ'ଣ ଆସୁଛି ଦେଖ ପିଲାମାନେ, ବନ୍ଧନୀ ମଧ୍ୟରୁ ଠିକ୍ ଶବ୍ଦ ନେଇ ଶୂନ୍ୟ ସ୍ଥାନ ପୂରଣ କରିବାକୁ ପଡ଼ିବ। ଆଖପାଖ, କାଠପତ୍ର, ଲୁଗାପଟା, ଚଲାବୁଲା, ହସ ଖୁସି, ସୁନା ରୂପା ଦେଇଛି ହେଲା। ତ କ'ଣ ହେବ ଦେଖ ଏଠି, ସକାଳୁ କିଛି ସମୟ ଡେସ୍ କଲେ ଦେହ ଫୁର୍ତ୍ତି ଲାଗେ। ତ କେଉଁ ଶବ୍ଦଟା ଆସିବ ପିଲାମାନେ? ଉତ୍ତର ଅଛି, ଚିନ୍ତା କରନି ପିଲାମାନେ, ଏଠି ଦେଖ ଉତ୍ତର ସବୁ ଦେଇଛି। ତ ଏଟା ଦେଖ ପିଲାମାନେ ଆମେ ଜାଣିବା ଯେ ଚଲାବୁଲା, ଏଠି ଚଲାବୁଲା ହେବ ଠିକ୍ ଅଛି। ତାପରେ ଚୈତନ୍ୟ ଜଙ୍ଗଲରୁ ଡେସ୍ ସଂଗ୍ରହ କରି ଚାଲେ। କ'ଣ ପିଲାମାନେ ଚୈତନ୍ୟ? ଦେଖ କାଠପତ୍ର ଅଛି କି ନାହିଁ, ଏଠି ବି କାଠପତ୍ର ଅଛି। ଦେଖ ସୁନା ରୂପା ଲେଖିବନି, କାଠପତ୍ର ଏଠି ଅଛି। ଚଲାବୁଲା ସରିଗଲା, କାଠପତ୍ର ସରିଗଲା ହେଲା। ତାପରେ କ'ଣ ଅଛି, ବୁବୁର ଜନ୍ମଦିନରେ ସମସ୍ତେ ଡେସ୍ ମାତିଛନ୍ତି। ହସ ଖୁସିରେ ମାତିଛନ୍ତି, ଏଟା ହେବନି କି? ହସ ଖୁସି ବି ଚାଲିଗଲା। ଯାତ୍ରା ଦେଖିବା ପାଇଁ ହେଲା, ଯାତ୍ରା ଦେଖିବା ପାଇଁ ଦେଖ ପିଲାମାନେ, ଯାତ୍ରା ଦେଖିବା ପାଇଁ ଏଟା କ'ଣ ଦେଇଛି ଆମର? ଲୁଗାପଟା ହେବ ନା ନାଇଁ କି? କି ଆଖପାଖ ହେବ? ଆଚ୍ଛା, ଯାତ୍ରା ଦେଖିବା ପାଇଁ ଦେଖ ହଁ ଏଠି ଅଛି ନା, ଏଠି ଦେଖ ଆଖପାଖି ଅଛି, ମାନେ ଆଖପାଖ ଅଛି, ଏଠି ଲାଗିବ ଏଠି। କ'ଣ ହେବ? ଯାତ୍ରା ଦେଖିବା ପାଇଁ ଆଖପାଖର ବହୁତ ଲୋକ ରୁଣ୍ଡ ହେଲେ ହେଲା। ଆଉ ଗୋଟେ ବୋଲିଛି କ'ଣ? ସୁନା ରୂପା ବୋଲିଛି, ତାକୁ ଲେଖିଦେବ ଏଠି ଠିକ୍ ଅଛି। ନମ୍ରତା ଡେସ୍ ଠାରୁ ବୋଲି ବଡ଼ ସମ୍ପଦ। ନମ୍ରତା ହେଉଛି ସୁନା ରୂପା ଠାରୁ ବି ମାନେ ବଡ଼ ସମ୍ପଦ ହେଲା। ଉତ୍ତର ପାଇଗଲ। ପରବର୍ତ୍ତୀ ପ୍ରଶ୍ନ କ'ଣ ଆସିଛି ପିଲା ଦେଖ ହେଲା। ପ୍ରଶ୍ନ ଆସିଛି, ପୂର୍ବ କାଳରେ ଶିଷ୍ୟମାନେ ଅଧ୍ୟୟନ ପାଇଁ କେଉଁ ସ୍ଥାନକୁ ଯାଉଥିଲେ? ହଁ ଚିନ୍ତା କରନି, ସରଳାର୍ଥ ବି ନେଇକି ଆସିବି ହେଲା। ସବୁକିଛି ସବୁ ପ୍ରଶ୍ନ ଦିଆଯିବ, ଚିନ୍ତା କରନି ହେଲା। ତାର ଉତ୍ତର ମଧ୍ୟ ଦିଆଯିବ, ଖାଲି ପ୍ରଶ୍ନ ନୁହେଁ ଉତ୍ତର ମଧ୍ୟ ଦିଆଯିବ। ପୂର୍ବ କାଳରେ ଶିଷ୍ୟମାନେ ଅଧ୍ୟୟନ ପାଇଁ ଗୁରୁଙ୍କ ଆଶ୍ରମକୁ ଯାଉଥିଲେ। ପୂର୍ବ କାଳରେ ଶିଷ୍ୟମାନେ, ପ୍ରଶ୍ନ କହିଛି ନା, ପୂର୍ବ କାଳରେ ଶିଷ୍ୟମାନେ ଅଧ୍ୟୟନ ପାଇଁ କେଉଁ ସ୍ଥାନକୁ ଯାଉଥିଲେ? ତ କେଉଁଠିକୁ ଯାଉଥିଲେ? ଆଶ୍ରମକୁ ଯାଉଥିଲେ ହେଲା। ପରବର୍ତ୍ତୀ ପ୍ରଶ୍ନ, ପାଠପଢ଼ା ବ୍ୟତୀତ ଶିଷ୍ୟମାନେ ଆଶ୍ରମରେ ଆଉ କେଉଁ କେଉଁ କାର୍ଯ୍ୟ କରୁଥିଲେ? ପାଠପଢ଼ା ବ୍ୟତୀତ ମାନେ ଆଶ୍ରମରେ ଆମର ଶିଷ୍ୟମାନେ କେଉଁ କେଉଁ କାର୍ଯ୍ୟ କରୁଥିଲେ ଦେଖିଦିଅ ଉତ୍ତର। ପାଠପଢ଼ା ବ୍ୟତୀତ ଶିଷ୍ୟମାନେ ଆଶ୍ରମରେ କ'ଣ? ହୋମ ପାଇଁ, ତାପରେ ସମିଧ ସଂଗ୍ରହ, ଗାଈ ଗୋରୁ ଚରାଇବା, ଦେଖୁଛ ଏଟା ହେଉଛି ଆଶ୍ରମର କାର୍ଯ୍ୟ, ଖାଲି ପାଠ ପଢ଼ିଲେ ହେବନି। ଓ ଆଶ୍ରମବାସୀଙ୍କ ପାଇଁ ବା ତାଙ୍କ ନିମନ୍ତେ ଫଳମୂଳ ସଂଗ୍ରହ ଇତ୍ୟାଦି କାର୍ଯ୍ୟ କରୁଥିଲେ ଠିକ୍ ଅଛି ହେଲା। ଉତ୍ତର ପାଇଗଲ। ପରବର୍ତ୍ତୀ ପ୍ରଶ୍ନ କ'ଣ ଆସିଛି ପିଲେ ଦେଖ, ପାଠପଢ଼ା ସରିବା ପରେ ଦୁଇ ଶିଷ୍ୟ ଗୁରୁଙ୍କୁ କ'ଣ ଜଣାଇଲେ? ପଢ଼ିଛି, ଉତ୍ତର ବି ତୁମର ପାଖରେ ଅଛି ଦେଖ। ପାଠପଢ଼ା ସରିବା ପରେ ଦୁଇ ଶିଷ୍ୟ ଗୁରୁଙ୍କୁ ଗୁରୁ ଦକ୍ଷିଣା ଦେବା ବିଷୟରେ ସେମାନଙ୍କ ଅଭିଳାଷ ଜଣାଇଲେ ଠିକ୍ ଅଛି। ପାଠପଢ଼ା ସରିବା ପରେ ଦୁଇ ଶିଷ୍ୟ ଗୁରୁଙ୍କୁ କ'ଣ ଜଣାଇଲେ? ନାଇଁ ଆମର ଗୁରୁଙ୍କୁ ଗୁରୁ ଦକ୍ଷିଣା ଦେବା ବିଷୟରେ ସେମାନଙ୍କ ଅଭିଳାଷ ଜଣାଇଲେ ଠିକ୍ ଅଛି। ତାପରେ ପ୍ରଶ୍ନ କ'ଣ ଆସିଛି ପିଲାମାନେ ଦେଖ, କେଉଁ ଜିନିଷ ଦକ୍ଷିଣ ରୂପେ ଦେବା ପାଇଁ ଗୁରୁ ଶିଷ୍ୟଙ୍କୁ କହିଥିଲେ? ଉତ୍ତର ହେବ ଦେଖ ପିଲାମାନେ, ଅନ୍ୟ କାହାର ଆମର ଦରକାରରେ ଆସୁନଥିବା କେତୋଟି ଶୁଖିଲା ପତ୍ର ଦକ୍ଷିଣା ରୂପେ ଦେବା ପାଇଁ ଗୁରୁ ଶିଷ୍ୟଙ୍କୁ କହିଥିଲେ। ମାନେ ଏମିତି ଶୁଖିଲା ପତ୍ର ବାହାର କରିବା ଯାହାର ମାନେ କୌଣସି ଦରକାର ନାହିଁ, କାହାର ବି ଦରକାର ନାହିଁ ଠିକ୍ ଅଛି ହେଲା। ଏଟା ଗୁରୁ ଦକ୍ଷିଣା ମାଗିଥିଲେ ଠିକ୍ ଅଛି। ତାପରେ ପ୍ରଶ୍ନ କ'ଣ ଆସିଛି ଦେଖ ପିଲାମାନେ, ଦେଖ କ'ଣ ଆସିଛି ଦେଖ, ଏଠି ଆମର ଦେଇଛି ଯେମିତି ଯାହା ବୁଝି ହୁଏ ନାହିଁ ତାହା ଅବୁଝା କିମ୍ବା ଅବୋଧ
ହେଲା ସେହିପରି ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ଗୋଟେ ଗୋଟେ ଶବ୍ଦରେ ପ୍ରକାଶ କରିବାକୁ ପଡ଼ିବ ନାଇଁ କି। ତ କ'ଣ ଦେଇଛି ଦେଖ, ଯାହା କାଟି ହୁଏ ନାହିଁ ଅକାଟ୍ୟ କୁହାଯିବ, ଏଇଟା ଉତ୍ତର ଅଟେ। ଯେଉଁଠାରେ ଯାଇ ହୁଏ ନାହିଁ ମାନେ ଅଗମ୍ୟ, ଯାହା କହି ହୁଏ ନାହିଁ ଅକଥ୍ୟ, ହେଲା ଯାହା ସହି ହୁଏ ନାହିଁ ଅସହ୍ୟ ଅଟେ। ଅସହ୍ୟ କଥା କହୁଛୁ ତୁ, ଏମିତି କହିଥାଉ ନା, ତ ସେଇଟା। ତାପରେ ଦେଖ ପିଲାମାନେ ପ୍ରଶ୍ନ କ'ଣ ଦେଇଛି ହେଲା ଆମକୁ, ହଁ ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ବାକ୍ୟରେ ରେଖାଙ୍କିତ ପଦମାନଙ୍କ ବଦଳରେ ଲେଖିବାକୁ ପଡ଼ିବ। ଠିକ୍ ଅଛି, ଯେମିତିକି ଦେଖ ପ୍ରତ୍ୟାବର୍ତ୍ତନ କଲେ, ଗୋଟେ ସେକେଣ୍ଡ, ହଁ ପ୍ରତ୍ୟାବର୍ତ୍ତନ କଲେ ସାକ୍ଷାତ, ନାନାବିଧ, ସାଉଁଟି ଆଉ ଅନ୍ୟତ୍ର। ଏଠି କ'ଣ ଲାଗିବ ଦେଖ, ଶିଷ୍ୟ ଦୁହେଁ ଶୁଖିଲା ପତ୍ର ଆଣିବା ପାଇଁ ଅନ୍ୟ ସ୍ଥାନକୁ ଗଲେ। କ'ଣ ହେବ ପିଲାମାନେ, କ'ଣ ହେବ, ଅନ୍ୟତ୍ର, ଅନ୍ୟ ସ୍ଥାନ ମାନେ ଅନ୍ୟତ୍ରକୁ ଗଲେ। ଏଠି ଦେଖ ଦେଇଛି ଅନ୍ୟତ୍ର, ଦେଇଛି ନା, ଉତ୍ତର ଦେଖ, ପ୍ରଶ୍ନ ବି ପାଇଯିବ ଉତ୍ତର ମଧ୍ୟ ପାଇଯିବ। ତାପରେ ଦେଖ ପିଲାମାନେ, ବୁଢ଼ୀଟି ଗଛ ମୂଳରୁ କିଛି ପତ୍ର ଗୋଟାଇ ରଖିଥିଲା। ପତ୍ର ଗୋଟାଇବା ମାନେ କ'ଣ, ପତ୍ର ସାଉଁଟି, ହେଲା ଗୋଟାଇ ମାତ୍ର କ'ଣ ସାଉଁଟିବା। ଠିକ୍ ଅଛି, ତ ପିଲାମାନେ ଦେଖ ଏଇଟା ଆମର ଭାଷା ବା ସାହିତ୍ୟର ହେଲା ବଛା ବଛା କେତୋଟି ପ୍ରଶ୍ନ ଏବଂ ତାର ଉତ୍ତର। এই ভাষার আহুরি 2টি সেশন আসব। ঠিক আছে, 2টি সেশন আসব, সরলার্থ বি আসব হল, এবং বিজ্ঞান, সামাজিক বিজ্ঞান, ইংরাজী এবং গণিতর মধ্যে সেশন আসব। প্রত্যেক বিষয়ের 3টি লেখা সেশন আসব, যেটা কি অর্ধবার্ষিক পরীক্ষা বা হাফ ইয়ারলি এক্সাম পাই বহুত বহুত হেল্পফুল, 100% হেল্পফুল হব। আর পরীক্ষার নিশ্চিত ভাবে প্রশ্নগুড়ি আসব পিলামানে। ঠিক আছে, তো রহুছি, হ্যাঁ পুଣି ଦେଖାବ এই କିଛି ସମୟ ପରେ ଆଉ ଗୋଟେ ସେସନ୍ ନେଇକି ଆସିବୁ ହେଲା, ଗଣିତ କିମ୍ବା ଇଂରାଜୀର ଅଛି ସେସନ୍, ଗଣିତର ସେସନ୍ ଆସିବ, ଜବରଦସ୍ତ ସେସନ୍ ରହିଛି ହେଲା। କହିଲି ପରା ପରୀକ୍ଷା ପୂର୍ବରୁ ସମସ୍ତେ ପ୍ରତ୍ୟେକ ସେସନ୍କୁ ଦେଖିକି ଯିବ, 100% ସ୍କୋର କରିବ ଏ ବର୍ଷ। ଠିକ୍ ଅଛି, ତ ରହିଲି ପିଲାମାନେ, ଜୟ ଜଗନ୍ନାଥ, ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଠିକ୍ ଅଛି, ଧନ୍ୟବାଦ ପିଲାମାନେ।